ଯାଜପୁର ଫେବୃଆରୀ 3 ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ 6 ଦିନିଆ ଓଡ଼ିଶା ଗସ୍ତରେ ଦ୍ୱିତୀୟ ଦିନରେ ମଙ୍ଗଳବାର ଦିନ ଯାଜପୁର ପୂଜ୍ୟ ମା ବିରଜା ମନ୍ଦିରରେ ପ୍ରାର୍ଥନା କରିଥିଲେ। ତାଙ୍କର ସରକାରୀ କାର୍ଯ୍ୟସୂଚୀ ଅନୁଯାୟୀ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରୁଥିବା ରାଷ୍ଟ୍ରପତି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ପୂଜାର୍ଚ୍ଚନା କରିଥିଲେ ଏବଂ ମନ୍ଦିରରେ ପୂଜାର୍ଚ୍ଚନା କରିବା ଓ ତାଙ୍କ ଗସ୍ତ ସମୟରେ ରାଷ୍ଟ୍ରପତି ମୁର୍ମୁ ମନ୍ଦିର ପରିସରରେ 1.5 ଘଣ୍ଟାରୁ ଅଧିକ ସମୟ ବିତାଇଥିଲେ। ସେପରି ସମୟରେ ସେ ବିରଜା ମନ୍ଦିର ନିକଟରେ ଅବସ୍ଥିତ ଏକ ପବିତ୍ର ସ୍ଥାନ ନାଭିଗୟାରେ ପିଣ୍ଡ ଦାନ ପୂଜା କରିଥିଲେ। ଏହି ସମାରୋହ, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁଯାୟୀ ପ୍ରାୟ 45 ମିନିଟ୍ ଚାଲିବ ବୋଲି ଆଶା କରାଯାଇଥିଲା। ପିଣ୍ଡଦାନ ସମାପ୍ତ କରିବା ପରେ ରାଷ୍ଟ୍ରପତିଙ୍କୁ ସକାଳ ପ୍ରାୟ 11:30 ପର୍ଯ୍ୟନ୍ତ ବିରଜା ପୀଠରେ ରହିବାକୁ ସ୍ଥିର କରାଯାଇଥିଲା। ଯାହାପରେ ସେ ବିରଜା ମନ୍ଦିର ପରିସରରେ ଥିବା ଅନ୍ୟାନ୍ୟ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା, ଯାହା ବିଭିନ୍ନ ଅଧିଷ୍ଠାତ୍ରୀ ଦେବୀମାନଙ୍କ ପାଇଁ ସମର୍ପିତ। ଯାତ୍ରୀ ତାଲିକାରେ ଜନସାଧାରଣଙ୍କ ସହିତ ବାଚସ୍ପତି କ୍ରିୟା ସମ୍ଭାବନା ଅନୁଭୂତ ଥିଲେ ମଧ୍ୟ ଏପରି ବୈଠକ ସମ୍ପର୍କରେ କୌଣସି ସରକାରୀ ନିଶ୍ଚିତ କାରଣ ପ୍ରଦାନ କରାଯାଇ ନାହିଁ। ଗସ୍ତର ସୁଗମ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସମଗ୍ର ମନ୍ଦିର ପରିସରକୁ ବ୍ୟାରିକେଡ୍ କରାଯାଇଥିଲା ଏବଂ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ତାଙ୍କ ମନ୍ଦିର ପରିଦର୍ଶନ ପରେ ରାଷ୍ଟ୍ରପତି ମୁର୍ମୁ ହେଲିପ୍ୟାଡ୍ ଯାଇ ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦାନ ଦେବା ପାଇଁ ବାଲେଶ୍ୱର ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା। କାର୍ଯ୍ୟକ୍ରମ ପରେ ସେ ସନ୍ଧ୍ୟା ପରେ ପୁରୀ ଫେରିଯିବେ ବୋଲି ଆଶା କରାଯାଉଛି।